ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଏବଂ କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ବିଷଠାରୁ ଆରମ୍ଭ କରି ଗଢ଼ି ଉଠିଛି ଅବସରପ୍ରାପ୍ତ ସୈନିକ ସଂଘ। ସଂଘ ଗଠନ ହେବା ଦିନଠାରୁ ଅସହାୟ ବୃଦ୍ଧମାନଙ୍କୁ କମ୍ବଳ ବଣ୍ଟନ କରିବା, ଅଗ୍ନି ବିପନ୍ନ ପରିବାରରେ ପହଞ୍ଚି ସହାୟତା ପ୍ରଦାନ କରିବା, ନିକଟରେ 2 ମାସରେ 2 ଥର ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିବା, ଏପରି କେତେକ ଜନହିତକର କାର୍ଯ୍ୟରେ ନିୟୋଜିତ ହୋଇ ପ୍ରଶଂସା ସାଉଁଟି ଲୋକମାନଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି। ସଂଘର ଉନ୍ନତିମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସଦସ୍ୟମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘର ସଭାପତି କୃପାସିନ୍ଧୁ ଖୁଣ୍ଟିଆ, ଉପସଭାପତି ତଥା ସମାଜସେବୀ ନିତ୍ୟାନନ୍ଦ ପଣ୍ଡା, ସମ୍ପାଦକ ଦୁଷ୍ମନ୍ତ କୁମାର ଦଳବେହେରା, ସହ ସମ୍ପାଦକ ବସନ୍ତ କୁମାର ସେଠ ଏବଂ ଅନ୍ୟ ସଦସ୍ୟମାନେ ମଙ୍ଗଳବାର ସନ୍ଧ୍ୟା ସମୟରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଅନୁଗୁଳଠାରେ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇବା ସହିତ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ପରେ କିପରି ସଂଘର ଅଗ୍ରଗତି ହେବା ସହିତ ସଂଘ ମଜବୁତ ସ୍ତରରେ ପହଞ୍ଚିବ ସେ ଦିଗରେ ଶ୍ରୀ ପାଣିଙ୍କ ସହିତ କିଛି ସମୟ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘର କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ତାବକୁ ସାଂସଦ ଶ୍ରୀ ପାଣି ହୃଦୟଙ୍ଗମ କରିଥିଲେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଣନାୟକଙ୍କ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। लेटेस्ट न्यूज अपडेट पाई www.nowodisha.com को लॉगिन करंतु।